ସୂର୍ଯ୍ୟଦେବଙ୍କର ସିଂହ ରାଶିରେ ପ୍ରବେଶ ଓ ସିଂହ ସଂକ୍ରାନ୍ତି ଆରମ୍ଭ ଏବଂ ତୁଳା ରାଶିର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ତୁଳା ରାଶି ନୈସର୍ଗିକ ରାଶିଚକ୍ରର ସପ୍ତମ ରାଶି। ଏହା ଏକ ଚର ରାଶି ଓ ଶୁକ୍ର ମହାଗ୍ରହ ଏହି ରାଶିର ଅଧିପତି ହୋଇଥାନ୍ତି। ଚଳିତ 2024 ମସିହା ଅଗଷ୍ଟ ମାସ ଶୁକ୍ରବାର ଦିନ ସୂର୍ଯ୍ୟ କର୍କଟ ରାଶିରୁ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ସିଂହ ରାଶି ସୂର୍ଯ୍ୟଦେବଙ୍କର ନିଜ ରାଶି ହୋଇଥିବାରୁ ସିଂହ ରାଶିସ୍ଥ ସୂର୍ଯ୍ୟ ବହୁତ ବଳବାନ ହୋଇଥାନ୍ତି ଏବଂ ସିଂହ ରାଶି ତୁଳା ରାଶିର ଏକାଦଶ ବା ଆୟଭାବ ହୋଇଥିବାରୁ ତୁଳା ରାଶି ପାଇଁ ଏହି ସିଂହ ସଂକ୍ରାନ୍ତି ମାସଟି ବହୁତ ଶୁଭ ଫଳ ପ୍ରଦାନ କରିବ। ଚାକିରି କରୁଥିବା ବ୍ୟକ୍ତି ବିଶେଷତଃ ସରକାରୀ ଚାକିରିରେ ଥିବା ବ୍ୟକ୍ତି ପ୍ରମୋସନ୍ ଇନକ୍ରିମେଣ୍ଟ ପାଇବା ସଙ୍ଗେ ସଙ୍ଗେ ମନୋନୀତ ଜାଗାକୁ ବଦଳି ହୋଇପାରନ୍ତି। କର୍ମକ୍ଷେତ୍ରରୁ ଆୟ ଅଧିକ ହେବ। ବାଣିଜ୍ୟ ବ୍ୟବସାୟ କରୁଥିଲେ ଲାଭର ପରିମାଣ ବହୁ ଗୁଣିତ ହେବ। ପାରିବାରିକ ସୌଖ୍ୟ ବୃଦ୍ଧି ପାଇବ ସତ, ହେଲେ ବଡ଼ ଭାଇ ବା ଭଉଣୀଙ୍କ ସାଙ୍ଗରେ ମନମାଳିନ୍ୟ ଘଟିବାର ସମ୍ଭାବନା ରହୁଛି। ରାଜନୀତି ବା ସାମାଜିକ ଜୀବନରେ ଥିବା ବ୍ୟକ୍ତି ସମ୍ମାନିତ ହେବା ସାଙ୍ଗକୁ ପଦମର୍ଯ୍ୟାଦାରେ ବୃଦ୍ଧି ଘଟିପାରେ। ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସେମାନଙ୍କର ସମସ୍ୟା ସମାଧାନ ପାଇଁ ଆପଣଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ତୁଳା ରାଶିରେ 3ଗୋଟି ନକ୍ଷତ୍ର ଭୋଗ ହୋଇଥାଏ, ଯଥା ଚିତ୍ରା, ସ୍ୱାତି ଓ ବିଶାଖା। ଚିତ୍ରା ନକ୍ଷତ୍ରର ଅଧିପତି ମଙ୍ଗଳ ମହାଗ୍ରହ, ସ୍ୱାତି ନକ୍ଷତ୍ରର ଅଧିପତି ରାହୁ ମହାଗ୍ରହ ଓ ବିଶାଖା ନକ୍ଷତ୍ରର ଅଧିପତି ବୃହସ୍ପତି ମହାଗ୍ରହ ହୋଇଥାନ୍ତି। ତୁଳା ରାଶି ଓ ଚିତ୍ରା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତି ଜାଗାବାଡ଼ି ବା ରିଏଲ ଇଷ୍ଟେଟ୍ ବିଜନେସରୁ ବହୁତ ମୁନାଫା ବା ଲାଭ ପାଇବା ସହିତ ନୂତନ ଗୃହ ନିର୍ମାଣ କରିପାରନ୍ତି। ସେହିପରି ସ୍ୱାତି ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ତୁଳା ରାଶିର ବ୍ୟକ୍ତି ନୂତନ ଚାକିରି ପାଇବାର ସମ୍ଭାବନା ଥିବାବେଳେ ଚାକିରି କରୁଥିଲେ ପ୍ରମୋସନ୍ ଓ ବଦଳିର ସମ୍ଭାବନା ଦେଖାଦେଉଛି। ତୁଳା ରାଶିର ବିଶାଖା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଧନ ଅର୍ଜନରେ ମନ ଦେବେ ଏବଂ ଧନର ଉପାର୍ଜନ ମଧ୍ୟ ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ସିଂହ ସଂକ୍ରାନ୍ତି ମାସଟି ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଠିକ୍ ଠାକ୍ ଥିଲେ ମଧ୍ୟ କେତେକ କ୍ଷେତ୍ରରେ ଇଣ୍ଡାଇଜେସନ୍ ବା ଖାଦ୍ୟ ଅପଚୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଡାଇବେଟିକ୍ ବା ମଧୁମେହ ରୋଗୀ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ତୁଳା ରାଶି ଜାତ ବ୍ୟକ୍ତି ସିଂହ ସଂକ୍ରାନ୍ତି ମାସର ଅଶୁଭତ୍ୱକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ପ୍ରାତଃସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ପ୍ରତ୍ୟହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହିତ ଆପଣଙ୍କର ମାସଟି ବହୁତ ଭଲରେ କଟିବ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।